ହ୍ୟାଲୋ ହାଇ ସାଙ୍ଗ ଆଇଲା ଆଜି ଫାଇନାଲି ଘରକୁ ମୁଁ ଯାଉଛି ହାଇଦ୍ରାବାଦର ଘରକୁ। ଆସିଲା ବେଳେ ବାଟରେ ମେଟ୍ରୋ ଦେଖିଲି, ତାକୁ ବି ଚାଲିନି, ତାକୁ ବି ଭିଡ଼ିଓ କରିଦେଇଥିଲି। ତାପରେ ଆସିକି ଛୋଟ ବସ୍ରେ ମୋ ଲଗେଜ୍ ଗୁଡ଼ାକ ବୋହିକି ଆଣିକି ରଖିଲି। ଛୋଟ ବସ୍ ବସିଲା ପରେ ତାପରେ ବଡ଼ ବସ୍କୁ ଟ୍ରାନ୍ସପୋର୍ଟିଂ ହେଲା। ଟ୍ରାନ୍ସପୋର୍ଟିଂ ହେଲା ପରେ ତାପରେ ମୁଁ ତ କିଛି ଖାଇପାରୁନଥିଲି, ଦୁଇଟା ଜୁସ୍ ଧରି ଚାଲି ଆସିଲି। ଯେହେତୁ 19ରେ ମୁଁ ବୁକିଂ କରିଥିଲି, ଯେହେତୁ ଗରମ ଝଡ଼ ଦେଖିନଥିଲି ଟେବୁଲ୍ ଫ୍ୟାନ୍, ସେ ଟିକେ ନା ଗୋଟେ ଟେବୁଲ୍ ଫ୍ୟାନ୍ ଭଳିଆ ଅଛି, ସେଇଟା ବି ଦେଖିନଥିଲି। ତ ଅଧା ବାଟରେ ପହଞ୍ଚିଲା ବେଳକୁ ଦେଖିଲି ଗୋଟେ ଟେବୁଲ୍ ଫ୍ୟାନ୍ ଅଛି, ତାକୁ ଚଢ଼ିକି ଆରାମସେ ବସିଲି। ତ ରାତି ସାରା ଟୋଟାଲ୍ ବି ଶୋଇନାହିଁ, ସମସ୍ତେ ଶୋଇପଡ଼ିଥିଲେ, ମୁଁ ଏକାଠି ହେଇ ଚେଇଁଥିଲି। ତାପରେ ଓଡ଼ିଶା ଓଡ଼ିଶା ବସିଲା ବେଳକୁ 5-6 କିଲୋମିଟର ବାଟରେ ରଖିଲା ଗାଡ଼ି। ଖାଇ ପିଇକି ଘରକୁ ଆସିଲା ବେଳକୁ ଦେଖିଲା ବେଳକୁ ହଁ ମାଛ ବିଲେଇ ଖାଇଛୁ। ସେଇଠୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଥିଲା। ଆମର 3 ଜଣ ଭାଇ ଭଉଣୀ ପଦାରେ ବୁଲିକି ପୁରା ମଜାମସ୍ତି କଲୁ। ତାପରେ ଆମର ସକାଳ ଆରମ୍ଭ ହେଲାକୁ ମାତ୍ର ଆମର 12ଟା ସୁଦ୍ଧା ଖାଇବା ଆରମ୍ଭ ହେଇଗଲା। ଆଳୁ ଚକଡ଼ା ଆଉ ବିଟ ଗାଜର ସିଝା, ଅମୃତଭଣ୍ଡା ବଡ଼ି ସିଝା କରି ଭାତ ଚକଟିକି ଖିଆ ହେଲା। ରହୁଛି, ଜୟ ଶ୍ରୀରାମ। ହ୍ୟାଲୋ ହାଇ ସାଙ୍ଗ ଆଇଲା ଆଜି ଫାଇନାଲି ଘରକୁ ମୁଁ ଯାଉଛି ହାଇଦ୍ରାବାଦର ଘରକୁ। ଆସିଲା ବେଳେ ବାଟରେ ମେଟ୍ରୋ ଦେଖିଲି, ତାକୁ ବି ଚାଲିନି, ତାକୁ ବି ଭିଡ଼ିଓ କରିଦେଇଥିଲି। ତାପରେ ଆସିକି ଛୋଟ ବସ୍ରେ ମୋ ଲଗେଜ୍ ଗୁଡ଼ାକ ବୋହିକି ଆଣିକି ରଖିଲି। ଛୋଟ ବସ୍ ବସିଲା ପରେ ତାପରେ ବଡ଼ ବସ୍କୁ ଟ୍ରାନ୍ସପୋର୍ଟିଂ ହେଲା। ଟ୍ରାନ୍ସପୋର୍ଟିଂ ହେଲା ପରେ ତାପରେ ମୁଁ ତ କିଛି ଖାଇପାରୁନଥିଲି, ଦୁଇଟା ଜୁସ୍ ଧରି ଚାଲି ଆସିଲି। ଯେହେତୁ 19ରେ ମୁଁ ବୁକିଂ କରିଥିଲି, ଯେହେତୁ ଗରମ ଝଡ଼ ଦେଖିନଥିଲି ଟେବୁଲ୍ ଫ୍ୟାନ୍, ସେ ଟିକେ ନା ଗୋଟେ ଟେବୁଲ୍ ଫ୍ୟାନ୍ ଭଳିଆ ଅଛି, ସେଇଟା ବି ଦେଖିନଥିଲି। ତ ଅଧା ବାଟରେ ପହଞ୍ଚିଲା ବେଳକୁ ଦେଖିଲି ଗୋଟେ ଟେବୁଲ୍ ଫ୍ୟାନ୍ ଅଛି, ତାକୁ ଚଢ଼ିକି ଆରାମସେ ବସିଲି। ତ ରାତି ସାରା ଟୋଟାଲ୍ ବି ଶୋଇନାହିଁ, ସମସ୍ତେ ଶୋଇପଡ଼ିଥିଲେ, ମୁଁ ଏକାଠି ହେଇ ଚେଇଁଥିଲି। ତାପରେ ଓଡ଼ିଶା ବସିଲା ବେଳକୁ 5-6 କିଲୋମିଟର ବାଟରେ ରଖିଲା ଗାଡ଼ି। ଖାଇ ପିଇକି ଘରକୁ ଆସିଲା ବେଳକୁ ଦେଖିଲା ବେଳକୁ ହଁ ମାଛ ବିଲେଇ ଖାଇଛୁ। ସେଇଠୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଥିଲା। ଆମର 3 ଜଣ ଭାଇ ଭଉଣୀ ପଦାରେ ବୁଲିକି ପୁରା ମଜାମସ୍ତି କଲୁ। ତାପରେ ଆମର ସକାଳ ଆରମ୍ଭ ହେଲାକୁ ମାତ୍ର ଆମର 12ଟା ସୁଦ୍ଧା ଖାଇବା ଆରମ୍ଭ ହେଇଗଲା। ଆଳୁ ଚକଡ଼ା ଆଉ ବିଟ ଗାଜର ସିଝା, ଅମୃତଭଣ୍ଡା ବଡ଼ି ସିଝା କରି ଭାତ ଚକଟିକି ଖିଆ ହେଲା। ରହୁଛି, ଜୟ ଶ୍ରୀରାମ।